ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦଠାରେ ପ୍ରତିଭା ରୟ ଜନ୍ମଗ୍ରହଣ କରିଥିଲେ 1944 ମସିହାରେ। ଜନ୍ମ ବେଳୁ ତାଙ୍କ ପ୍ରତିଭା ଦେଖିବାକୁ ମିଳିଥିଲା। ସେ ବହୁତ ନୋବେଲ ମାନେ ଲେଖିଛନ୍ତି। ସେ ନୋବେଲ ଲେଖି ବହୁତ ଆୱାର୍ଡ଼ ମଧ୍ୟ ପାଇଛନ୍ତି। ଯେମିତି 1985 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ଼ ପାଇଛନ୍ତି। ତାଙ୍କର ଯେଉଁ ନୋବେଲ ଅଛି ଶିଲାପଦ୍ମ ପାଇ। 1990 ମସିହାରେ ସାରଳା ଆୱାର୍ଡ଼ ମଧ୍ୟ ପାଇଥିଲେ। ଯେଉଁ ନୋବେଲ ଅଛି ଯାଜ୍ଞସେନୀ ପ୍ରତିଭା ରାୟଙ୍କର ବହୁତ ଫେମସ୍ ନୋବେଲ। 2000 ମସିହାରେ ସାହିତ୍ୟ ଏକାଡେମୀ ଆୱାର୍ଡ଼ ପାଇଥିଲେ। ଗୋଟେ ସର୍ଟ ଷ୍ଟୋରି ଥିଲା ଉଲଗ୍ନ, ସେଥିପାଇଁ ସେ ସାହିତ୍ୟ ଏକାଡେମୀ ଆୱାର୍ଡ଼ 2000 ମସିହାରେ ପାଇଥିଲେ। 2007 ମସିହାରେ ପଦ୍ମଶ୍ରୀ ଆୱାର୍ଡ଼ ପାଇଥିଲେ। 2011 ମସିହାରେ ଜନପିଡ଼ ଆୱାର୍ଡ଼ ପାଇଥିଲେ। 2022 ମସିହାରେ ପଦ୍ମଭୂଷଣ ଆୱାର୍ଡ଼ ପାଇଥିଲେ ଏବଂ ରିସେଣ୍ଟଲି 2026 ମସିହାରେ ସାହିତ୍ୟ ଏକାଡେମୀ ଆୱାର୍ଡ଼ ପାଇଛନ୍ତି। ତ ଯେଉଁମାନେ ସବୁ ନୋଟ୍ସ ମକ୍ ଟେଷ୍ଟ ପାଇବାକୁ ଚାହୁଁଛ ତାହେଲେ ସାଧୁରାମ ସାର୍ ଆପ୍କୁ ଡାଉନଲୋଡ଼ କର। ସମସ୍ତ ଭିଡ଼ିଓକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ ଫର୍ ୟୋର୍ ୱାଚିଂ।